ଜାଗୃତି ଶୁକ୍ଲା ଏବଂ ଅନୁଭବ ମହାନ୍ତିଙ୍କର ବିବାହ ପରେ ବର୍ଷା ପ୍ରିୟଦର୍ଶିନୀ, ଅନୁଭବ ମହାନ୍ତି ଏବଂ ଘର ଭାଙ୍ଗି ଜାଗୃତି ଶୁକ୍ଲାକୁ ନେଇକି ସୋସିଆଲ ମିଡ଼ିଆରେ ଲୋକେ ବିଭିନ୍ନ ପ୍ରକାରର ଫଟୋ ପୋଷ୍ଟ କରୁଛନ୍ତି। କିଛି ଲୋକ ଅଛନ୍ତି ସେଥିରେ ପୋଷ୍ଟ କରୁଛନ୍ତି ଯେ ଆଜ୍ଞା ଯଦି ଜାଗୃତି ଶୁକ୍ଲା, ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀକୁ ନେଇକି ଏକ ମୁଭି କରାଯାଏ ସେ ମୁଭିର ନାମ କ'ଣ ରହିବ? ମୁଁ ଆଜି ତାର ନାଁଟି କହୁଛି। ତାର ନାଁଟି ହେଉଛି ଆଜ୍ଞା ଘର ଭାଙ୍ଗି ନେଇଗଲା ସ୍ୱାମୀକୁ ମୋର। ଏଇଟା ବର୍ଷାଙ୍କୁ ଆମେ ସପୋର୍ଟ କରିକି ଏଇଥିପାଇଁ କହୁଛୁ, ଯଦି ଏକ ଯାତ୍ରା ବାହାରେ, ମୁଭିର ଔକାତ ନାହିଁ, ଏ ତିନି ଜଣଙ୍କୁ ନେଇକି ମୁଭି କଲେ ମୋତେ ଲାଗୁନି ବି ଚାଲିବ। କାହିଁକି ନା ଆଜ୍ଞା ଏଗୁଡ଼ାକୁ ଆଉ କେହି ଦେଖିବାକୁ ଯିବେନି। କିନ୍ତୁ ଯଦି ଯାତ୍ରା କରାଯାଏ ଲୋକେ ଯାଇକି ଦେଖିବେ। 20 ଟଙ୍କା ତାର ଟିକେଟ୍ର ଦାମ ରହିବା ଦରକାର ଯେ ବର୍ଷା ପ୍ରିୟଦର୍ଶିନୀଙ୍କ ଫର୍ରେ ମୁଭିଟା ହେବ ବା ଯାତ୍ରାଟା ହେବ, ଆଉ ସେଥିର ଟାଇଟେଲ୍ ରହିବ ଘର ଭାଙ୍ଗି ନେଇଗଲା ସ୍ୱାମୀକୁ ମୋର। ମାନେ ଏଠି ଆମେ କହିବା ଜାଗୃତି ଘର ଭାଙ୍ଗି ନେଇଗଲା ସ୍ୱାମୀକୁ ମୋର। ଆପଣମାନେ ଦେଖିଲେ ନା ଅନୁଭବ ମହାନ୍ତି ଯେତେବେଳେ ଭଲ ପାଇକି ବର୍ଷା ପ୍ରିୟଦର୍ଶିନୀକୁ ବାହା ହେଲେ କୁଆଡ଼େ ତାଙ୍କୁ ଶାରୀରିକ ସୁଖ ଦେଇପାରୁନଥିଲେ ବର୍ଷା ବୋଲି ଅନୁଭବଙ୍କ ବାନ୍ଧବୀ କହୁଥିଲେ। ମାନେ ଅନୁଭବ କ'ଣ ଆଜ୍ଞା ବୁଲି ବୁଲିକି କହୁଥିଲେ ଯେ ତାକୁ କ'ଣ ମିଳିଲାନି, କ'ଣ ମିଳିଲା। ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଗୋଟେ ନେତାଟେ ସିଏ, ଦୁଇ ଥରରେ MP, ଥରେ ଲୋକସଭା, ଥରେ ରାଜ୍ୟସଭା, ଭଡ଼ୁଆଟେ ଆଉ କ'ଣ କରିବା ଆଜ୍ଞା। ଗୋଟେ ବାଜେ ଲୋକଟେ, କ'ଣ କହିବି ଆଜ୍ଞା, ନଷ୍ଟ ଚରିତ୍ର ତାର, ନାଳୁଆ ପ୍ରକୃତି ଗଲାନି, ଦ୍ୱିତୀୟ ଥର ବାହା ହେଇଗଲା। କିନ୍ତୁ ସୋସିଆଲ ମିଡ଼ିଆରେ ଫ୍ୟାନ୍ ମାନେ ଲେଖୁଛନ୍ତି ଏ ତିନି ଜଣଙ୍କୁ ନେଇକି ମୁଭି କରାଯିବ। କାହିଁ ଆପଣମାନଙ୍କୁ ଟିକେ ଲଜ୍ଜା ଶରମ ନାହିଁ କି? ଆପଣମାନଙ୍କୁ ଯଦି ଲଜ୍ଜା ଶରମ ଥାନ୍ତା ତାହେଲେ ଆପଣ ଏମିତିଆ ପୋଷ୍ଟ ସୋସିଆଲ ମିଡ଼ିଆରେ କରିନଥାନ୍ତେ। ତାଙ୍କୁ ନେଇକି ତିନି ଜଣଙ୍କୁ ନେଇକି ମୁଭି କାହିଁକି କରାଯିବ? କ'ଣ ପାଇଁ କରାଯିବ? ସେମାନେ ଏମିତି ସମାଜ ପାଇଁ କ'ଣ କରିଛନ୍ତି ଯେ ଆଜ୍ଞା ତାଙ୍କୁ ନେଇକି ମୁଭି କରାଯିବ? ଅନୁଭବ ମହାନ୍ତି ସମସ୍ତେ ଜାଣିଛନ୍ତି, ଓଡ଼ିଶା ଯାକ ଜାଣିଛନ୍ତି, ସେ ଗୋଟେ ଆମର ଗଞ୍ଜଡ଼ଟେ। ଗଞ୍ଜେଇ ଟାଣିକି ଆଜ୍ଞା ରାତି ଅଧରେ ସଲମାନ ଖାଁର ଲାଇକ୍ ପାଇଁ ସେ ଆଜ୍ଞା ଭିକ ମାଗେ। ତାର ବାପା ହେଉଛନ୍ତି ଗୋଟେ 1 ନମ୍ବରୀ, ଇଏ ବାବୁ ହେଉଛନ୍ତି 10 ନମ୍ବରୀ। ଇଏ ଆଜ୍ଞା ସାମ୍ବାଦିକମାନଙ୍କୁ ସମ୍ମାନ ଦେଇ ଶିଖିନାହାନ୍ତି। OTVର ସାମ୍ବାଦିକକୁ ଥରେ ଟାଣି ଆଣିକି ଆଜ୍ଞା ଘୋଷାଡ଼ିକି କ୍ୟାମେରା ସାମ୍ନାକୁ ଆଣିକି ତାଙ୍କୁ ବେଜିତି କରିଥିଲେ। କ'ଣ କହିବା? ତାକୁ ନେଇକି ଫିଲ୍ମ ହେବା ଦରକାର। ମୁଁ ବୁଝିପାରୁନି। ବର୍ଷା ପ୍ରିୟଦର୍ଶିନୀ ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି, ବିଭିନ୍ନ ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ବିଭିନ୍ନ ଟ୍ରଷ୍ଟରେ ଯାଇକି ନିଜର ମତାମତ ଦେବା ସହିତ ଡୋନେସନ୍ ମଧ୍ୟ ଦେଉଛନ୍ତି, ଅନେକ ଲୋକଙ୍କ ମୁହଁରେ ଖୁସି ଦେଉଛନ୍ତି, ତାଙ୍କର ଖରାପ ସମୟରେ ଯାଇ ତାଙ୍କ ପାଖରେ ଠିଆ ହେଉଛନ୍ତି, ସାହାଯ୍ୟର ହାତ ବଢ଼ାଉଛନ୍ତି। କିନ୍ତୁ ଏ ଯେଉଁ ଅନୁଭବ ମହାନ୍ତି ଆପଣ ଦେଖିଲେ, ରାନୀ ପଣ୍ଡାକୁ ଆପଣ ଜାଣିଛନ୍ତି, ଯାତ୍ରା ଆକ୍ଟ୍ରେସ୍ ରାନୀ ପଣ୍ଡା। ରାନୀ ପଣ୍ଡା ଅନୁଭବ ମହାନ୍ତିଙ୍କ ତୁଳନାରେ 1000 ଗୁଣା ଭଲ। ମୁଁ କଥା କାହିଁକି କହୁଛି ଯେ ଆଜ୍ଞା ରାନୀ ପଣ୍ଡା ତାଙ୍କର ଜୀବନର ଯେତେ ରୋଜଗାର କରିଛନ୍ତି ଆଜ୍ଞା ସବୁତକ ଟଙ୍କା ଲୋକଙ୍କ ପାଇଁ ଉଡ଼େଇ ଦେଉଛନ୍ତି। ଆଜି ଆପଣ ଦେଖନ୍ତୁ ଯେଉଁଠି ଆକ୍ସିଡେଣ୍ଟ ହେଉଛି, କାହାର ପୁଅ ମରିଯାଉଛନ୍ତି, ସମସ୍ତଙ୍କ ଘରକୁ ଯାଇକି ଗରିବ ଗୁରୁବା ଲୋକଙ୍କର ପେଟ କେମିତି ଶାନ୍ତିରେ ସେମାନେ ବଞ୍ଚିବେ, ପାଠ 2 ଅକ୍ଷର ପଢ଼ିବେ, କେମିତି ମୁଣ୍ଡ ଗୁଞ୍ଜିବେ, ସେସବୁ ବ୍ୟବସ୍ଥା କରୁଛନ୍ତି। ଯଦି ଆପଣ ମିଛ ଭାବୁଛନ୍ତି, ଆପଣ ସୋସିଆଲ ମିଡ଼ିଆରେ ରାନୀ ପଣ୍ଡାକୁ ଟ୍ୟାଗ୍ କରିକି ଗୋଟେ ଗରିବ ଲୋକର କାହାଣୀଟେ କହିକି ଦେଖନ୍ତୁ, ସେ ଆଜ୍ଞା 48 ଘଣ୍ଟା ଭିତରେ ତାର ରେସ୍ପଣ୍ଡ କରିବ। କିନ୍ତୁ ଯେଉଁ ନାଳୁଆ ଅନୁଭବ ମହାନ୍ତି ଆଜ୍ଞା କୋଭିଡ ସମୟରେ ଗୋଟେ IVR ଲଞ୍ଚ କଲେ ଯେ ଆଜ୍ଞା ମୋତେ ଆପଣ ଯୋଗାଯୋଗ କରିବେ। କି ଏ ଯେଉଁ କଳିଙ୍ଗ ଧଣ୍ଡ, ଇଏ ଆଜ୍ଞା ଯାଇକି ପୁରା ଦିଲ୍ଲୀରେ ଶୋଉଥିଲା, ଜଣେ ବାନ୍ଧବୀଙ୍କୁ ପାଖରେ ରଖିଥିଲା, ନିଜ ସ୍ତ୍ରୀକି ପଚାରୁନଥିଲା। ତାକୁ ଆପଣ ଯେତେବେଳେ ଫୋନ୍ କରିବେ ଗୋଟେ କେନ୍ଦ୍ରାପଡ଼ାର ଭୋଟର ହିସାବରେ ସେ ଆଜ୍ଞା ଆପଣଙ୍କ ଫୋନ୍ଟିକୁ ଡୋଣ୍ଟ ଡିଷ୍ଟର୍ବ ମୁଡ଼୍ରେ ପକାଇ ଦେଇଥିବ। ତା ଫୋନ୍ ଡୋଣ୍ଟ ଡିଷ୍ଟର୍ବ ମୁଡ଼୍ରେ ଥିବ। ଆପଣ ଯଦି ଫୋନ୍ କରିବେ ତାହେଲେ ଆଜ୍ଞା ସେଇଟା କଟିଯିବ, ବିଜି ଦେଖେଇବ। ତା ମୋବାଇଲରେ ଯାହା ନମ୍ବର ଫେଭରାଇଟ୍ରେ ଥିବ ନଚେତ୍ ସେଭ୍ ଥିବ ସେଇମାନେ କେବଳ କଲ୍ କରିପାରିବେ। ମାନେ ଆପଣ ଭାବନ୍ତୁ ଇଏ କେଡ଼େ ବଡ଼ ଦୋଗଲା ମଣିଷ। ଇଏ ଆସିଲା ଆପଣଙ୍କ ପାଖରେ, କହିଲା ମୁଢ଼ି ଖାଇବି, ଆପଣଙ୍କ ସହିତ ଦହିବରା ଖାଇବି, ଆପଣଙ୍କ ସହିତ ଆମ କେନ୍ଦ୍ରାପଡ଼ାର ଫେଭରାଇଟ୍, କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳି ଖାଇବି। କିନ୍ତୁ ଆଜ୍ଞା ଦିନକ ପାଇଁ ଆସିଲାନି, ଦିନକ ପାଇଁ ଲୋକଙ୍କ ଦୁଃଖ ବୁଝି ପାରିଲାନି। ଯେତେବେଳେ ଆଜ୍ଞା ବିଜୁ ଜନତା ଦଳରୁ ସ୍ୱାର୍ଥ ତାର ପୂରଣ ହେଇଗଲା, ସାଙ୍ଗେ ସାଙ୍ଗେ ଆଜ୍ଞା ଡେଇଁ ପଡ଼ିଲା ଭାରତୀୟ ଜନତା ପାର୍ଟିକୁ। କିନ୍ତୁ କ'ଣ କହିବା, ଅନୁଭବ ମହାନ୍ତି ଗୋଟେ ବିଲୁଆ ଅଙ୍ଗୁରୁ ଖାଇପାରିଲାନି, ସେଇଥିଲାଗି ତା ପାଇଁ ଖଟା। ଭାରତୀୟ ଜନତା ପାର୍ଟି ତାକୁ ଶିଶୁପାଳ କରିଦେଲା। ଆମେ ଏବେ ଦେଖୁଛୁ ବିବାହ କଲା ପରେ ଅନୁଭବ ମହାନ୍ତି ଅନେକ ଚର୍ଚ୍ଚାରେ ଅଛନ୍ତି। କାହିଁକି ଚର୍ଚ୍ଚାରେ ଅଛନ୍ତି ଜାଣିଛନ୍ତି ତ? ସେ ଆଜ୍ଞା ଗୋଟେ ସେକେଣ୍ଡ ହ୍ୟାଣ୍ଡ ସ୍ୱାମୀ। ଆପଣ କମେଣ୍ଟ କଲେ ଅନୁଭବ ମହାନ୍ତି ପ୍ରକୃତରେ କେତେ ହ୍ୟାଣ୍ଡ ସ୍ୱାମୀ ଆଗାମୀ ଦିନରେ ହେବ?
ମୁଁ କାହିଁକି ମୋତେ ଡାଉଟ୍ ଆସୁଛି ଏଇ ଯେଉଁ ଦୁଇଙ୍କର ଯୋଡ଼ି ଉପରେ ଯେ ଇଏ ପ୍ରକୃତରେ ଏ ଯୋଡ଼ିଟା କେତେ ଦିନ ଲାଷ୍ଟିଂ କରିବ। କିଛି ୟୁଟ୍ୟୁବର କହିଲେଣି ଯେ ଆଜ୍ଞା ଆମେ ଜୁନିୟର ଅନୁଭବକୁ ଖୋଜୁଛୁ। ମୁଁ ଜାଣିନି ମିଳିବ ନା ନାହିଁ, କିନ୍ତୁ ସବୁଠୁ ବଡ଼ କଥା ହେଲା ଜାଗୃତି ଶୁକ୍ଲା ଏବଂ ଅନୁଭବ ମହାନ୍ତିଙ୍କ ଯୋଡ଼ିଟା ଏମିତି ଆଜ୍ଞା ମଲା ଯାଏଁ ରହିବ ନା ନାହିଁ ସନ୍ଦେହ। କାରଣ ଆପଣ ଦେଖିଲେ ଅଗ୍ନିକୁ ସାକ୍ଷୀ ରଖିକି ଆପଣ କେତେ ଥର ବାହା ହେଲେ? ଅନୁଭବ ମହାନ୍ତି ଅଗ୍ନିକୁ ସାକ୍ଷୀ ରଖିକି 2 ଥର ବାହା ହେଲେଣି। ପୁଣି ତାଙ୍କର କ୍ୟାରିୟର ଭିତରେ ଆଜି ପର୍ଯ୍ୟନ୍ତ ପଛରେ ବା ପର୍ଦ୍ଦା ପଛରେ ଯେଉଁ ଲୋକଙ୍କର ରିଲେସନ୍ ସବୁ ଥାଏ, ଏକ୍ସଟର୍ନାଲ୍ ଅଫେୟାର କେତେ ହେଇଛି ଆମେ ଜାଣିନୁ। ଆମେ ଗୋଟେ ପ୍ରମାଣ ପାଇଥିଲୁ, କାରଣ ବର୍ଷା ତାକୁ ରେଡ୍ ହ୍ୟାଣ୍ଡରେ ଧରିଥିଲେ, ସେ ତାଙ୍କ ବାନ୍ଧବୀଙ୍କ ସହିତ ଦିଲ୍ଲୀରେ ରହୁଥିଲେ ବୋଲି। ସେଇଥିଲାଗି ବର୍ଷା ପ୍ରିୟଦର୍ଶିନୀ ଆଜ୍ଞା ଦିଲ୍ଲୀକୁ ନେଉନଥିଲେ। ଆପଣ ଧରା ପଡ଼ିଗଲା, ଫିଲ୍ମ ନାଁ ଆପଣଙ୍କୁ ମିଳିଗଲା ବା ଯାତ୍ରା ନାଁ ମିଳିଗଲା। ଯାତ୍ରା ନାଁ କ'ଣ? ଘର ଭାଙ୍ଗି ନେଇଗଲା ସ୍ୱାମୀକୁ ମୋର। ଆପଣମାନେ ଏଇଟାକୁ ସଜେସନ୍ ଦିଅନ୍ତୁ ଯେ କୌଣସି ଏକ ଯାତ୍ରା ଲେଖକ ସେ ଆଜ୍ଞା ଆ ଉପରେ ଗୋଟେ ଯାତ୍ରା ଲେଖୁ, ଆଉ ସେଥିରେ ଭିଲିଆନର ନାଁ ଦେବେ ଆଜ୍ଞା ଜାଗୃତି ଶୁକ୍ଲାର, ଅନୁଭବକୁ ହିରୋ କରିବେ ଏବଂ ବର୍ଷା ପ୍ରିୟଦର୍ଶନୀଙ୍କୁ ହିରୋଇନ୍ କରିବେ ଏବଂ ସେ ଫିଲ୍ମରେ ଗୋଟେ ବିରଳ ଦୃଶ୍ୟ ଦେଖେଇବେ ଯେ ଭିଲିଆନ ଆଜ୍ଞା କେମିତି ସ୍ୱାମୀଟାକୁ ତା ସ୍ତ୍ରୀଠୁ ଛଡ଼େଇକି ନେଇ ଯାଉଛି। ରହିଲି, ନମସ୍କାର, ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। ଅନୁଭବ ମହାନ୍ତିଙ୍କ ପାଇଁ ଯିଏ ଯେତେ ସୋଦାସୋଦି ମୋତେ ଫୋନ୍ କରିକି କରିବ, ସେତେ ଦିନ ପର୍ଯ୍ୟନ୍ତ ଅନୁଭବ ମହାନ୍ତିକୁ ମୁଁ ଏମିତି ଆଜ୍ଞା ଏକ୍ସପୋଜ୍ କରି ଚାଲିଥିବି। ଆଗାମୀ ଦିନରେ ତାଙ୍କର ଡାଟା ବହୁତ କିଛି ଆସୁଛି, ବହୁତ କିଛି ରିସର୍ଚ୍ଚ ଚାଲିଛି ତାଙ୍କ ବିଷୟରେ। ସେ କ'ଣ କରିଛନ୍ତି ଜୀବନରେ, ତାଙ୍କ ବାପା କ'ଣ କରିଛନ୍ତି, ତାଙ୍କ ଭାଇର କେତେ ଆଜ୍ଞା ଲୋନ୍ ଅଛି, କେତେ ବଡ଼ ଫ୍ରଡ଼୍ ତାଙ୍କ ଭାଇ, ସବୁ ଜିନିଷ ଆମେ ବାହାର କରୁଛୁ। ତେଣୁକରି ଆପଣ ଦୟା କରିକି ସବସ୍କ୍ରାଇବ୍ କରିବେ, ଆଗାମୀ ଦିନର ଭିଡ଼ିଓକୁ ଅପେକ୍ଷା କରିବେ ଏବଂ ଯେଉଁମାନେ ମୋତେ ଗାଳି ଦେଉଛନ୍ତି ଏମିତି କଣ୍ଟିନ୍ୟୁ କରିବେ, ଯାହାଫଳରେ ମୁଁ ଅନୁଭବ ମହାନ୍ତି ବିରୁଦ୍ଧରେ ପୁଣି ଆଉ ଏକ ଭିଡ଼ିଓ ଆଣିବି। ନମସ୍କାର, ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।